ଆମର ଆଜିର ସତ୍ସଙ୍ଗର ବିଷୟବସ୍ତୁ ହେଲା ଯେ ଭଗବାନ କିଏ। ଏଇଟା ଆମର ନୁହେଁ, ସମସ୍ତଙ୍କର ମାନବ ସମାଜର ଏଇଟା ହଉଛି ଗୋଟେ ଅତି ଜଟିଳ ପ୍ରଶ୍ନ, ଯୋଉଟା କି ତାର ଆଜି ଆମେ ସରଳ ଭାବରେ ସମାଧାନ କରିବାକୁ ଯାଉଛେ। ପ୍ରଥମେ ଆମେ ବୁଝିବା ଯେ ଭଗବାନ ଶବ୍ଦର ଅର୍ଥଟା କଣ। ନା ଭଗ ଯୁକ୍ତ ବାନ ସମାନ ଭଗବାନ। ଭଗ କହିଲେ କଣ? ଭଗ କହିଲେ ଛଅଟି: ଶ୍ରୀ, ଜ୍ଞାନ, ବୈରାଗ୍ୟ, ଧର୍ମ, ଯଶ, ମୋକ୍ଷ। ଏଇ ଛଅଟି ସମ୍ପତ୍ତିର ଯିଏ ବାନ, ବାନ ଅର୍ଥ ହଉଛି ମାଲିକ, ତାହେଲେ ସେ ହଉଛନ୍ତି ଭଗବାନ। ତାହେଲେ ଏଇ ଛଅଟି ସମ୍ପତ୍ତି ମାଲିକ ହଉଛନ୍ତି ମହାପ୍ରଭୁ ଜଗନ୍ନାଥ। ଆମେ ଏଇ ଭଗବାନ କେର ଉତ୍ତରଟା ଦି ପ୍ରକାର ନେବା, ଗୋଟେ ସ୍ଥୂଳ ଦୃଷ୍ଟିରୁ, ଗୋଟେ ସୂକ୍ଷ୍ମ ଦୃଷ୍ଟିରୁ, ଗୋଟେ ସାକାର ଦୃଷ୍ଟିରୁ, ଗୋଟେ ନିରାକାର ଦୃଷ୍ଟିରୁ। ଆମେ ଏ ଉତ୍ତର ସିଦ୍ଧାନ୍ତ ପାଖରେ ଆମେ ପହଞ୍ଚିବା ପ୍ରମାଣ ମୂଳକ, ଗୋଟେ ବ୍ରହ୍ମାଣ୍ଡ ତତ୍ତ୍ୱରେ, ଗୋଟେ ଶରୀର ତତ୍ତ୍ୱରେ ଆମେ ବୁଝିବା ଏବଂ ଆମେ ଭଗବାନଙ୍କୁ ପାଇବା, ଭଗବାନ ପାଖରେ ରହିବା ଏବଂ ସବୁବେଳେ ଆମେ ଜୀବନର ଲକ୍ଷ୍ୟଟାକୁ ଆମେ ହାସଲ କରିବା। ତାହେଲେ ପ୍ରଥମେ ଆମେ କଣ ବୁଝିଲେ? ନା ଛଅଟି ଭଗର ବାହାନ, ସେ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଏକରେ ତାଙ୍କ ନାଁ ହଉଛି ଜଗତର ନାଥ, ମାନେ ଜଗନ୍ନାଥ କହିଲେ ମାଲିକ, ସମସ୍ତ ଜଗତର ସେ ହେଉଛନ୍ତି ମାଲିକ। ଏବଂ ଛଅଟି ଶାସ୍ତ୍ର ପ୍ରମାଣ ହିସାବରେ ଛଅଟି ଭଗର, ଏଇ ଛଅଟି ଭଗ ତାଙ୍କର ମନ୍ଦିର ଭିତରେ ଅଛି। ଶ୍ରୀ କହିଲେ, ଶ୍ରୀ କହିଲେ ମା ଲକ୍ଷ୍ମୀ ଅଛନ୍ତି ମନ୍ଦିର ଭିତରେ। ଜ୍ଞାନ କହିଲେ ଗଣେଶ, ଗଣେଶ ମଧ୍ୟ ଅଛନ୍ତି ମନ୍ଦିର ଭିତରେ। ଶ୍ରୀ, ଜ୍ଞାନ, ବୈରାଗ୍ୟ, ବୈରାଗ୍ୟ କହିଲେ ବଳରାମ ମଧ୍ୟ ଅଛନ୍ତି। ଶ୍ରୀ, ଜ୍ଞାନ, ବୈରାଗ୍ୟ, ଧର୍ମ, ଯଶ, ମୋକ୍ଷ। ଧର୍ମ କହିଲେ ମହାପ୍ରସାଦ, ମହାପ୍ରସାଦ ମଧ୍ୟ ଅଛନ୍ତି ମନ୍ଦିର ଭିତରେ। ଏବଂ ଯଶ କହିଲେ ଏଇ ଜଗତଟା, ଜଗତ ଭିତରେ ମଧ୍ୟ ଜଗତର ମାଲିକ ଜଗତ ଅଛି। ତାହେଲେ ଛଅଟି ମାଲିକର ମହାପ୍ରଭୁ ହଉଛନ୍ତି ଶ୍ରୀ ଜଗନ୍ନାଥ। ଆଉ ଛଅଟି ଅଛି ମଧ୍ୟ, ଆଉ ଛଅଟି ହଉଛି କଣ? ନା ଉତ୍ପତ୍ତି, ପ୍ରଳୟ, ବିଦ୍ୟା, ଅବିଦ୍ୟା, ଗତି, ଅଗତି। ଇଏ ଛଅଟିର ମଧ୍ୟ ଯିଏ ଅଧିକାରୀ ଛଅଟି ଗୁଣର, ସେ ହେଉଛନ୍ତି ଭଗବାନ, ସେ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ତାହେଲେ ଆମେ କୋଉଠି ଉପନୀତ ହେଲେ ଭଗବାନ କିଏ ବୋଲି? ଆପଣ ଯାହା କୁହନ୍ତୁ ଜଗନ୍ନାଥ ହଉଛନ୍ତି ଭଗବାନ, କେହି ଅସ୍ୱୀକାର କରିପାରିବେନି। କିନ୍ତୁ ଆମ ପୃଥିବୀର ସବୁ ମାନବ ଜାତି ଭିତରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଏବଂ ମୁସଲମାନ ଧର୍ମାବଲମ୍ବୀ ମାନେ, କି ଆଉ ଯେତେ ଅନ୍ୟାନ୍ୟ ଧର୍ମ ଅଛି, ଏମାନେ ବିଶ୍ୱାସ କରିବେ ନାହିଁ ଯେ ପ୍ରଭୁ ଜଗନ୍ନାଥ ହଉଛନ୍ତି ଭଗବାନ ବୋଲି। ତାହେଲେ ତାଙ୍କ ପାଇଁ ଆମେ ପୁଣି ମାନେ ସାରା ବିଶ୍ୱ ଯେମିତି ମାନିବ, ଆମେ ସେଇଭଳି କଣ ପ୍ରମାଣ ନେବା? ଆଚ୍ଛା, ଆମ ହିନ୍ଦୁ ଧର୍ମର ଆଉ ଟିକେ ପ୍ରମାଣ ନେବା ଯେ ଆମର ଶାସ୍ତ୍ର କହୁଛି ତାଙ୍କର ବିଭୂତି ହଉଛି ସେଇ ଭଗବାନଙ୍କର ବିଶାଳ ନେତ୍ରମ୍, ତାଙ୍କ ଆଖି ହଉଛି ବଡ ଏବଂ ଶଶୀ ସୂର୍ଯ୍ୟ ନେତ୍ରମ୍, ଅନେକ ନେତ୍ରମ୍, ଜ୍ଞାନ ନେତ୍ରମ୍, ସମ ନେତ୍ରମ୍। ଏଇଭଳି ଯାହାଙ୍କ ପାଖରେ ଦେଖିବାକୁ ମିଳେ ସେ ହଉଛନ୍ତି ଭଗବାନ। ତାହେଲେ ଏ ଗୀତାର ବିଭୂତି ଯୋଗର ପ୍ରମାଣ ମଧ୍ୟ ଜଗନ୍ନାଥ ହଉଛନ୍ତି ଭଗବାନ। ଏବଂ ଯିଏ ଭକ୍ତ ପାଇଁ ପ୍ରତିଜ୍ଞା କରନ୍ତି ସେ ହଉଛନ୍ତି ଭଗବାନ।
गीतार प्रमाण अच्छी भक्त पर भगवान प्रतिज्ञा करछन्ति प्रभु जगन्नाथ एवं तांको पाइया पाइका मध्य प्रमाण अच्छी गीतार 11 अध्याय 11-54 श्लोक भक्त नयासक अहम दुर्जन ज्ञातु चैतन्य प्रवेश ये श्लोकटी भक्ति द्वारा भगवान कहते तमे भक्ति द्वारा मत प्राप्त हम ता पूर्व 11-53 श्लोक कहते ज्ञान यज्ञ तपस्या द्वारा तुम मत प्राप्त हो ना अनन्य भक्ति द्वारा तुम मत केवल प्राप्त हो पार आम जगन्नाथ को जदि जानिले भगवान रूप एवं जगन्नाथ को जदि सारा विश्व मानु नाही कि मानिव नाही आम कौ सिद्धांत पहुंचले आम सारा विश्व आडमिट करेंगे जे ये भगवान बोली तार उत्तर हूँ गोटे उदाहरण नवा जे बालक भृगु गुरुकुल आश्रम पाठ पढ़ले पाठ पढ़ा सारिक जो विदाय आणती अनेक छात्र पढ़ुते से जो विदाय आणले भृगु बालक केवल से गुरु गोटे प्रश्न पचारे ये गुरुदेव आपण ब्रह्म को विषय कहले किंतु ब्रह्म किए बोली आम जापर नहीं ब्रह्म को आप कहले नहीं ब्रह्म को विषय कहले सी गुरु कही भृगु को कहे मोर ठार तुम बापा अधिक जानती पचारि बुझा हम भृगु जो आसिक घरे बापा पचारे कथा बापा कहले कहले जहाँ ठार विश्व ब्रह्मांड जीव जगत सृष्टि सी होती ब्रह्म और भगवान आपको बाक्य कहीहबनी तुम्हें अनुभव कि ना तुम्हें तपस्या कर भृगु कही बाबा तपस्या कौन तो मुझे जानी ना तपस्या शब्दर अर्थ हूँ एकाग्रता एकाग्रता श्रवण मनन चिंतन माने गोटे विषय तुम बारंबार शुणव ताकू मनन चिंतन कर ताकू तपस्या कहती ताले बालक भृगु जंगल जाकरी तपस्या कले तपस्या करते वर्ष जो फेरिले बापा कहले कौन ब्रह्म को पाइल ना ना ब्रह्म किए ना ब्रह्म हूँ ब्रह्म बापा मना कले कहले अन्नटा खाईदे सरीज अन्न ब्रह्म कि हम आहरी तपस्या कर भृगु आहरी केते वर्ष तपस्या करे बापा कहले पाइल ना ना ब्रह्म किए ना मन ना मनर तो संकल्प विकल्प अच्छी मन ब्रह्म नुहे आहरी तपस्या कर आउ केते दिन तपस्या करके फेरी कहले बापा ब्रह्म को पाइली सी होती ज्ञान ना बालक तमें आस्ते आस्ते ब्रह्म को निकटवर्ती हो आहरी तपस्या कर आउ तपस्या कर फेरला बापा पचारे पाइल ना हाँ ना किए ना आनंद हूँ ब्रह्म बापा उठी आसिक कुंडे पकड़े कहले पुत्र तुम्हें ठीक कही आनंद हूँ ब्रह्म कारण वेद लिखाई आनंदम ब्रह्म सर्व फलित ब्रह्म ब्रह्म आनंदमय जगत ब्रह्ममय जगत आनंदमय समस्त आनंद सृष्टि सब आनंद रहीबार अन्य नाम हूँ मुख्यानंद मिश्री आसी चीनी चिंता गुड़ गुड़ आकुरु आकुरा माटी माटी जलू जल तेजु तेजरा वायु वायु आकाश आकाश अंतर अंतर प्रकृति प्रकृति ब्रह्मरु मिश्री खंड भी जमी ब्रह्म पाखु आसी समग्र संसार जगत समस्त होती माने भगवान को रूप हूँ जगन्नाथ भगवान स्वरूप हूँ आनंद तेना आनंद टाक जब आम फर्म दबा से जगन्नाथ जगन्नाथ जब आम रूपांतर करवा से आनंद तेणु जगन्नाथ को कहे लास्ट विथ द जगस्पाद जगन्नाथ होती आनंदर मूर्तिमंत प्रतीक भंडार आनंदमय मूर्ति
ତେଣୁ ଆମେ ବାପା ମାଙ୍କ ଆନନ୍ଦରୁ ମଧ୍ୟ ଜନ୍ମ ଦେଇଛେ। ତେଣୁ ଆନନ୍ଦ କନ୍ଦ ଜଗନ୍ନାଥ, ତେଣୁ ଯଥା ଦେବେ ତଥା ଦେବେ। ଯୋଉ ଜଗନ୍ନାଥଙ୍କୁ ପୂଜା କରୁଛି ସେ ମୋ ଭିତରେ ଅଛନ୍ତି, କୋଉ ରୂପରେ? ଆନନ୍ଦ ରୂପରେ। ତେଣୁ ପ୍ରହ୍ଲାଦ, ଭକ୍ତ, ସଞ୍ଜୟ, ଅର୍ଜୁନ ସମସ୍ତେ ଆନନ୍ଦରୁ ବି ଭଗବାନଙ୍କୁ ପାଇଛନ୍ତି। ଶେଷକୁ ସଦା ସବୁବେଳେ ଆନନ୍ଦ ରହିଲେ ଶତ୍ରୁଟା ମିତ୍ର ହୁଏ, ଶରୀରଟା ନିରୋଗ ରହେ, ସମସ୍ୟାର ସମାଧାନ ମିଳେ, କର୍ମ କରିବାକୁ ସାମର୍ଥ୍ୟ ମିଳେ, ସର୍ବବନ୍ଧୁ ସୁଖୀ ନ ହୁଏ। ଯୋଉ ଅଖଣ୍ଡ ସୁଖ ଶାନ୍ତି ମୁକ୍ତି ମୁଖ ଜୀବନ ଆମେ ଚାହୁଁଛେ, କିଏ ଦେଇପାରିବ? ଦେଇପାରିବ କେବଳ କର୍ମ। କର୍ମ କଣ ନା କର୍ମ ଯୋଗ। ତାହେଲେ କର୍ମ ଯୋଗଟା ହଉଛି ସବୁବେଳେ ଆମେ ବ୍ରହ୍ମ ବିଜ୍ଞାନ ଯୋଗ ଶାସ୍ତ୍ରରେ ବ୍ରହ୍ମ ସହିତ ଯୋଗ ସ୍ଥାପନା କରିକିରି ଆମେ କର୍ମ କରିବା। ତେଣୁ ସମସ୍ତ ଗୁରୁ, ସମସ୍ତ ଭଗବାନ, ସମସ୍ତ ମହାପୁରୁଷ ମାନେ ଯାହା ଜ୍ଞାନ ଦେଇଛନ୍ତି ସେ ଆମ କର୍ମଟାକୁ ସାହାଯ୍ୟ କରୁଛନ୍ତି। ଆମ କର୍ମଟା ଯେତେବେଳେ ଯୋଗ ହେଇଯିବ ସେତେବେଳେ ଆମେ ଭଗବାନଙ୍କୁ ପାଇପାରିବା। ତେଣୁ ଅର୍ଜୁନକୁ ଗୀତାରେ କହିଲେ, ତୁ ଜାତିରେ ନା କ୍ଷେତ୍ରରେ, ନା କ୍ଷେତ୍ରୀୟ କର୍ମ ନା ଯୁଦ୍ଧ, ତୁ ଯୁଦ୍ଧ କରୁନୁ। ଅର୍ଥାତ ପ୍ରତ୍ୟେକ ମନୁଷ୍ୟ ନିଜେ ନିଜ ସ୍ୱଧର୍ମ କର୍ମ ପାଳନ କଲେ, ଆଉ ସର୍ବତ୍ର ବ୍ରହ୍ମକୁ ଦର୍ଶନ କଲେ, ଆଉ ବିଚାର କରିକି କର୍ମ କଲେ, ସେ ଆନନ୍ଦକୁ ପ୍ରାପ୍ତ ହବ। ଯୋଉ ଆନନ୍ଦକୁ ପ୍ରାପ୍ତ ହବ ସେ ଆନନ୍ଦ ହଉଛନ୍ତି ପ୍ରକୃତରେ ଭଗବାନ। ଯଦି ତମେ ଆଜି ଗୋଟେ ଦିନ ଆନନ୍ଦରେ ରହିନ କି ହସିନ, ତାହେଲେ ଆଜି ଦିନଟା ତମେ ନଷ୍ଟ ହେଇଗଲା ବୋଲି ଭାବ। ଆମ ଭିତରେ ଆମେ ସବୁବେଳେ ତସ୍ମାତ୍ ସର୍ବେଷୁ କାଳ ଅନୁସ୍ମରଣ ଯୁଦ୍ଧ, ଅର୍ଥାତ ସବୁବେଳେ ଆନନ୍ଦରେ ରହିକିରି କର୍ମ କର। ଭଗବାନ ଶ୍ରୀକୃଷ୍ଣ ଦ୍ୱିତୀୟ ଅଧ୍ୟାୟ 10 ଶ୍ଲୋକରେ ଆନନ୍ଦରେ ରହିଲେ ଏବଂ ଦ୍ୱିତୀୟ ଅଧ୍ୟାୟରେ 11 ଶ୍ଲୋକରେ ଅର୍ଜୁନ ପ୍ରତି ଜ୍ଞାନ ଦେବା, ଉପଦେଶ ଦେବା କର୍ମଟାକୁ ଆରମ୍ଭ କଲେ। ଅର୍ଥାତ ଶ୍ରୀକୃଷ୍ଣ ନିଜେ ପାଳନ କରିକି ଆମକୁ ଗୀତା ଜ୍ଞାନ ଦେଇଛନ୍ତି। ତେଣୁ ଆମେ ସବୁବେଳେ ଆନନ୍ଦରେ ରହିକି ସ୍ୱଧର୍ମ କର୍ମ ପାଳନ କଲେ ସର୍ବବନ୍ଧୁ ସୁଖୀ ଅର୍ଥାତ ସମସ୍ତେ ବ୍ରହ୍ମକୁ ପ୍ରାପ୍ତି ହେଇପାରିବେ, ସେ ଆନନ୍ଦମୟ ଭଗବାନ। ତାହେଲେ ଭଗବାନ କିଏ? ବିଷୟର ଉତ୍ତର ହଉଛି ପ୍ରଶ୍ନ ଉତ୍ତର ଆନନ୍ଦ ହିଁ ଭଗବାନ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍। ଏଇ ଜଣେ ବି ଦୁଃଖରେ ନ ରୁହନ୍ତୁ। ଏ ଆମ କର୍ମର ମୂଳ ମନ୍ତ୍ର ହେଉ। ଓମ୍ ଶାନ୍ତି ଶାନ୍ତି ଶାନ୍ତି।